ଦର୍ଶକ ବନ୍ଧୁ ଆଜିର ରାଶିଫଳ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ତ ଦର୍ଶକ ବନ୍ଧୁ ଆଜି ହେଉଛି ରବିବାର 26/7/2026ର 12 ଗୋଟି ରାଶି ବିଷୟରେ ଜାଣିବା। ଆସନ୍ତୁ ଜାଣିବା ମେଷ ରାଶିରେ କ'ଣ ରହିଛି ଆଜିର ଶୁଭ। ଆଜିର ଦିନଟି ଆପଣଙ୍କ ପାଇଁକା ବହୁତ ଲକି ସାବ୍ୟସ୍ତ ହେବ। କାମରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ପରିବାର ସହିତ ସମୟ ବିତେଇବେ। ବହୁତ ଭଲ ସମୟ। ଦ୍ୱିତୀୟ ରାଶି ବୃଷ ରାଶି। ବୃଷ ରାଶି ପାଇଁକା ଆଜିର ଦିନ କେମିତି କଟିବ? ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ। ଆଜି ଅଚାନକ ଆପଣଙ୍କୁ ଧନ ଲାଭର ସୁଯୋଗ ଦେଖାଉଛି। ଆପଣ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ସେହି ଯୋଜନାରେ ସଫଳ ମଧ୍ୟ ହେବେ। ରାଶିଚକ୍ର ତୃତୀୟ ରାଶି ମିଥୁନ ରାଶି। ମିଥୁନ ରାଶି ପାଇଁକା ଆଜିର ଦିନଟି କେମିତି କଟିବ? ମିତ୍ରଙ୍କ ସହଯୋଗ ପାଇବେ। ଅଟକିଥିବା କାମ ପୂରା ହେବ। ମନରେ ଖୁସି ରହିବ। ଚାକିରି ଓ ବ୍ୟବସାୟରେ ଉନ୍ନତି ହେବ। ଆପଣ ଯେଉଁ କାର୍ଯ୍ୟ କରିବାକୁ ଯାଉଛନ୍ତି କି ଦେଖି ଚାହିଁ ରାଶିଚକ୍ରର ଚତୁର୍ଥ ରାଶି କର୍କଟ ରାଶି। ଆଜିର ଦିନଟି କେମିତି କଟିବ? କର୍କଟ ରାଶିର ପରିବାରର ଶାନ୍ତି ସୁଖ ବଜାୟ ରହିବ। ଧନର ଆଗମନ ହେବ। ଆଜି କିଛି ଭଲ ଖବର ଆପଣଙ୍କୁ ମିଳିପାରେ, କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ଆପଣ ଧ୍ୟାନ ଦିଅନ୍ତୁ। ଆଜିର ଦିନଟି ଭଲ। ରାଶିଚକ୍ର ପଞ୍ଚମ ରାଶି ହେଉଛି ସିଂହ ରାଶି। ସିଂହ ରାଶିର ବ୍ୟକ୍ତିମାନେ ସଦାବେଳେ ରାଜା ପରି ବଞ୍ଚିବାକୁ ଚାହାନ୍ତି। ଆପଣଙ୍କର ଆଜିର ଦିନଟି ମଧ୍ୟମ ଧରଣର ଯାଉଥିବା ହେତୁ ଆପଣଙ୍କର ଆତ୍ମବିଶ୍ୱାସ ବଢ଼ିବ। ନୂଆ କିଛି ଯୋଜନା କରିବାକୁ ଯାଉଛନ୍ତି। ନୂତନ ସମ୍ପର୍କ ବାନ୍ଧିବେ। ଏହା ମଜବୁତ ହେବ। ଆପଣଙ୍କ ପାଇଁ ଅପରାହ୍ନରେ ଖୁସି ଖବର ଆସିବାକୁ ଯାଉଛି। ଦିନଟି ରାଶିଚକ୍ରର ଷଷ୍ଠ ରାଶି କନ୍ୟା ରାଶି। କନ୍ୟା ରାଶି ପାଇଁକା ଆଜିର ଦିନଟି କେମିତି କଟିବ? କାମରେ ବ୍ୟସ୍ତତା ଅଧିକ ରହିବେ। ଧୈର୍ଯ୍ୟର ସହ କାମ କରନ୍ତୁ। ଦେଖିବେ ଆପଣଙ୍କର ଆର୍ଥିକ ସ୍ଥିତି, ଜୀବନରେ ସୁଖ ଶାନ୍ତି ଆସ୍ତେ ଆସ୍ତେ ଫେରି ଆସିବ। କିନ୍ତୁ ଆଜିର ଦିନଟି ଆପଣଙ୍କ ପାଇଁକା ମଧ୍ୟମ। ରାଶିଚକ୍ରର ସପ୍ତମ ରାଶି ତୁଳା ରାଶି। ତୁଳା ରାଶି ପାଇଁକା ଆଜିର ଦିନଟି କେମିତି କଟିବ? ତୁଳା ରାଶି ପାଇଁକା ଆଜିର ଦିନଟି ଘାତବାର ଥିବାରୁ ଦିନଟି ମଧ୍ୟମ ଧରଣ କଟିବ, କିନ୍ତୁ ଆପଣଙ୍କ ପରିବାରର ସହଯୋଗ ଆପଣଙ୍କ ପାଖରେ ରହିବ। ମନ ପ୍ରସନ୍ନ ରହିବ। ଯାନବାହନ କ୍ରୟ କରିବାର ସୁଯୋଗ ମଧ୍ୟ ଦେଖାଉଛି, କିନ୍ତୁ ଦେଖି ଚାହିଁ ଦିନଟି ବିତାନ୍ତୁ। ବିଛା ରାଶି। ରାଶିଚକ୍ରର ଅଷ୍ଟମ ରାଶି ବିଛା ରାଶି। ବିଛା ରାଶି ପାଇଁକା ଆଜିର ଦିନଟି କେମିତି କଟିବ? ଆଜି ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ। କୌଣସି ଭୁଲ ବୁଝାମଣା ହୋଇପାରେ। ଅଯଥା ଖର୍ଚ୍ଚ ବଢ଼ିପାରେ। ଧନହାନି ମାନହାନି ପ୍ରାଣପୀଡ଼ା ହୋଇପାରନ୍ତି, କିନ୍ତୁ ଆପଣଙ୍କ ମନ ପ୍ରସନ୍ନ ରହିବ। ମଧ୍ୟମ ଧରଣର ରହିବ। ରାଶିଚକ୍ର ନବମ ରାଶି ଧନୁ ରାଶି। ଧନୁ ରାଶି ପାଇଁ ଆଜିର ଦିନଟି କେମିତି କଟିବ? ଦର୍ଶକ ବନ୍ଧୁ ଧନୁ ରାଶି ପାଇଁ ଆଜିର ଦିନଟି ମଧ୍ୟମ ଧରଣର ଯାଉଥିବା ହେତୁ କିଛି ନୂଆ କରିବା ପାଇଁ ଭାବିକି ରହିଯାଉଛନ୍ତି, କିନ୍ତୁ ଆଜିର ଦିନରେ ସେ କାମକୁ ଆରମ୍ଭ କରନ୍ତୁ। ଦେଖିବେ ବହୁତ କିଛି ଆପଣଙ୍କ ଭାଗ୍ୟ ବଦଳିବାକୁ ଯିବ। ଆପଣଙ୍କ ଗୁପ୍ତ ଧନ ଆସିବାର ସଂଯୋଗ ସମ୍ଭାବନା। ରାଶିଚକ୍ରର ଦଶମ ରାଶି ମକର ରାଶି। ମକର ରାଶି ପାଇଁକା ଆଜିର ଦିନ କେମିତି କଟିବ? କାମରେ ପରିବର୍ତ୍ତନ ଆସିପାରେ। ଧନ ଲାଭର ସମ୍ଭାବନା ଅଛି।
ପରିବାରର ମତଭେଦ ଦୂର ହେବ, ସ୍ୱାସ୍ଥ୍ୟ ଭଲ ରହିବ, ମନ ପ୍ରାଣ ଆପଣଙ୍କ ସବୁ କିଛି ପ୍ରସନ୍ନ ରହିବ। କିନ୍ତୁ ଆପଣ ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ରାଶିଚକ୍ରରେ 11ତମ ରାଶି କୁମ୍ଭ ରାଶି। କୁମ୍ଭ ରାଶି ପାଇଁକା ଆଜିର ଦିନ କେମିତି କଟିବ? ଆଜି ଆପଣଙ୍କ ଦିନ ଭଲ ରହିବ। ନୂଆ ସମ୍ପର୍କ ଗଢ଼ିବେ। ଧନ ଲାଭର ସଂଯୋଗ ଦେଖାଉଛି। ମନରେ ଶାନ୍ତି ରହିବ। ଅଚାନକ ଅପରାହ୍ନରେ ଆପଣଙ୍କୁ ଆସିପାରେ କିଛି ଖୁସି। ରାଶିଚକ୍ରର ଅନ୍ତିମ ରାଶି ମୀନ ରାଶି। ମୀନ ରାଶି ପାଇଁକା ଆଜିର ଦିନଟି କେମିତି କଟିବାକୁ ଯାଉଛି? ଆଜି ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ। କାମରେ ପରିଶ୍ରମ କରନ୍ତୁ, ସଫଳତା ମିଳିବ ନିଶ୍ଚିତ। ଆଗକୁ ବହୁତ ବଡ଼ ଧନର ସମ୍ଭାବନା ଆପଣ ପାଇଁ ନେଇ ଆସୁଛି। ଆପଣ ସୁଖ ଶାନ୍ତିରେ ବଜାଇ ରହିବ। ଆପଣଙ୍କ ଘରେ ବହୁତ କିଛି